ମାଙ୍କ ଆଶୀର୍ବାଦରେ ଆମ ଦେଶ, ଆମ ରାଜ୍ୟ, ଆମ ଜିଲ୍ଲା, ଆମ ସହରର ଆହୁରି ବିକାଶ ହଉ। ଗତକାଲି ମାଙ୍କ ଆଶୀର୍ବାଦ କାରଣରୁ ବଡ଼ ଉତ୍ସାହର ସହ ଆମ ସହରରେ ହନୁମାନ ଜୟନ୍ତୀ ପର୍ବ ସମାପ୍ତ ହେଇଛି। ମୋର ଆଜି ଏକ ସୌଭାଗ୍ୟ, ମୁଁ ସମ୍ବଲପୁର ଆସିବା ଅବସରରେ ମାଙ୍କୁ ଦର୍ଶନ କରିବାର ଗୋଟେ ଅଦମ୍ୟ ଆକର୍ଷଣ ମନ ଭିତରେ ଥାଏ। ଆଜି ସେ ଶୁଭ ଅବସର, ମାଙ୍କର ଆଶୀର୍ବାଦ ପାଇବାର ଏକ ଅବସର ମୁଁ ଏବେ ପାଇଲି। ମୁଁ ଆଜି ମାଙ୍କ ଦର୍ଶନ ପାଇକି ବହୁତ ସୌଭାଗ୍ୟବାନ ସୌଭାଗ୍ୟଶାଳୀ ନିଜକୁ ଅନୁଭବ କରୁଛି। ମାଙ୍କ ଆଶୀର୍ବାଦରେ ଆମ ଦେଶ, ଆମ ରାଜ୍ୟ, ଆମ ଜିଲ୍ଲା, ଆମ ସହରର ଆହୁରି ବିକାଶ ହଉ। ଗତକାଲି ମାଙ୍କ ଆଶୀର୍ବାଦ କାରଣରୁ ବଡ଼ ଉତ୍ସାହର ସହ ଆମ ସହରରେ ହନୁମାନ ଜୟନ୍ତୀ ପର୍ବ ସମାପ୍ତ ହେଇଛି। 6 ତାରିଖରୁ ରାମ ନବମୀ ଆରମ୍ଭ କରିକି 14 ପର୍ଯ୍ୟନ୍ତ ହନୁମାନ ଜୟନ୍ତୀ ପର୍ଯ୍ୟନ୍ତ ସାରା ଦେଶ ରାମମୟ ହେଇଥିଲା। ଶ୍ରୀ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପରେ ଏବେ ପୂର୍ଣ୍ଣାଙ୍ଗ ରାମ ଦରବାର ବି ପ୍ରତିଷ୍ଠିତ ହେବା ପାଇଁ ଯାଉଛି। ଏଭଳିଆ ଏକ ଅବସରରେ ଦେଶ ରାମମୟ ହଉ, ଏଇଟା ଦେଶର ଜନତାଙ୍କର ଅପେକ୍ଷା। ଆମ ଅଞ୍ଚଳରେ ବି ୟାର ବାତାବରଣ ଆଗରୁ ବି ଥିଲା, ଏବେ ବି ଅଧିକା ହେଇଛି। ଗତକାଲିର ହନୁମାନ ଜୟନ୍ତୀର ସଫଳତା ଲୋକଙ୍କ ଭିତରେ ଥିବା ଆଧ୍ୟାତ୍ମିକତା ଆଉ ହନୁମାନଙ୍କ ପ୍ରତି ଯୋଉ ଆସକ୍ତି, ହନୁମାନଙ୍କର ତ୍ୟାଗ, ସାହସ, ଶକ୍ତି, ସମର୍ପଣର ଭାବ ପ୍ରତି ଯୋଉ ଆସକ୍ତି, ତାର ଗତକାଲି ପ୍ରତିଫଳନ ହେଇଥିଲା। ଏ ହନୁମାନ ଜୟନ୍ତୀର ସଫଳତା ପାଇଁ ମୁଁ ମହାପ୍ରଭୁଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବି। ମହାପ୍ରଭୁ ହନୁମାନ ଜୀ ନିଜେ ୟାର ନେତୃତ୍ୱ ନେଇଥିଲେ। ସମ୍ବଲପୁରର ତଥା ଆମ ରାଜ୍ୟର ସବୁ ଜନତାଙ୍କୁ ମୁଁ କୃତଜ୍ଞତା ଜଣେଇମି ଏଥିରେ ଉତ୍ସାହର ସହ ଭାଗ ନେଇଥିବାରୁ। ତା ସହ ଏଠିକାର ଆୟୋଜକ ବନ୍ଧୁ ମାନଙ୍କୁ ବି ଧନ୍ୟବାଦ ଦେବି। ବିଶେଷ କରିକି ଆମର ଜିଲ୍ଲାର ପୁଲିସ ପ୍ରଶାସନ ୟାକୁ ବଡ଼ ସୁଚାରୁ ରୂପେ ସମସ୍ତଙ୍କ ଭିତରେ ସମନ୍ୱୟ ତିଆରି କରିକି ସମ୍ପନ୍ନ କରିଥିବାରୁ ତାଙ୍କୁ ବି ଧନ୍ୟବାଦ। ଜିଲ୍ଲା ପ୍ରଶାସନକୁ ବି ଧନ୍ୟବାଦ, ରାଜ୍ୟ ସରକାରଙ୍କୁ ବି ଧନ୍ୟବାଦ।